ମୋ ଦେହରେ ଏକ ଅତୃପ୍ତ ଆତ୍ମା ଆସୁଥିଲା। ସେଇ ଦିନଠୁ ମୁଁ ଆସୁଛି। ତାପରେ ପରେ ବାବାଙ୍କର ଆବିର୍ଭାବ ହେଲା। ଆମର ଯଜ୍ଞ କାର୍ଯ୍ୟ ଆରମ୍ଭ ହେଲା। ମୋର ପରିଚୟ, ମୋ ନାଁ ରୂପେଶ ଲାହା। ଯାଜପୁରଠୁ ମୁଁ ଆସିଛି। ବିଗତ ମୁଁ ଆସିଲିଣି ପ୍ରାୟତଃ 20 ବର୍ଷ ଉପରେ। 20 ବର୍ଷ ଉପରେ ଆସିଲିଣି। ସେବେଠୁ ଚାଲିଛି। ମୋର ଅନ୍ତର କଥା, ମୋ ଦେହରେ ଏକ ଅତୃପ୍ତ ଆତ୍ମା ଆସୁଥିଲା। ସେଇ ଦିନଠୁ ମୁଁ ଆସୁଛି। ତାପରେ ପରେ ବାବାଙ୍କର ଆବିର୍ଭାବ ହେଲା। ଆମର ଯଜ୍ଞ କାର୍ଯ୍ୟ ଆରମ୍ଭ ହେଲା। ଏଇ ମନ୍ଦିର ଆମର ହେଲାଣି ବିଗତ କରୋନା ସମୟରୁ ହେଇଛି ମନ୍ଦିର। ଏଇଟା ହେଲା କୁଆଖିଆର ଆମର ଫାୟାର ଷ୍ଟେସନ ସମ୍ମୁଖରେ। ଆମର ବର୍ଷକରେ 2 ଥର ପ୍ରୋଗ୍ରାମ ହୁଏ। ଏକ ବାର୍ଷିକ ଉତ୍ସବ, ଏକ ଜନ୍ମ ଉତ୍ସବ। ବାର୍ଷିକ ଉତ୍ସବ ଏଇ ସମୟରେ ହୁଏ, ଆଉ ଜନ୍ମ ଉତ୍ସବ ଅକ୍ଷୟ ତୃତୀୟାରେ ହୁଏ। ଅନୁଭୂତି ତ ଆମର ଏଠି ଅନେକ ଅନୁଭୂତି ଅଛି। ଅନୁଭୂତି ମାନେ ଆମର ଯିଏ ଆନ୍ତରିକ ସହିତ ଯିଏ ଯାହା ମନାସିକ ସେ ନିଶ୍ଚୟ ଫଳ ପାଇବ। ଏଇଟା 100%। ଯିଏ ଆନ୍ତରିକ ସହିତ ଫଳ ପାଇବ ମନାସିବ। ଆଉ ଆନ୍ତରିକ ସହିତ ଯଦି ନ ମନାସିବ ଆଉ ସେ ଫଳ ପାଇବନି। ଆଉ ଯିଏ ପ୍ରତ୍ୟାଖ୍ୟାନ କରିବ ସେ ତାର ବି ଫଳ ପାଇବ।